सो जय जगन्नाथ सांगମାନେ आई होप आपण ମାନେ ଭଲରେ ଥିବେ। ମୁଁ ସୁରଜ ସ୍ୱାଗତ କରୁଛି ମୋର ଚ୍ୟାନେଲ SS ନ୍ୟୁଜ୍ ଓଡ଼ିଆ 7 କୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର 10ଟି ବଡ଼ ନ୍ୟୁଜ୍। ତ ତା ପୂର୍ବରୁ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ, ଫେସବୁକ୍ ଆଣ୍ଡ ଇନଷ୍ଟାଗ୍ରାମରେ ଯାଇ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଣ୍ଡ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା ଆଜିର ଟପ୍ 10 ନ୍ୟୁଜ୍। ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ କହିଛନ୍ତି ଯେ ଭାରତ କୌଣସି ଧର୍ମଶାଳା ନୁହେଁ ଯାହା ସମସ୍ତ ଶରଣାର୍ଥୀଙ୍କୁ ସ୍ଥାନ ଦେବ। ଏହି ରାୟରେ LTTE ସହିତ ଜଡ଼ିତ ଜଣେ ଶ୍ରୀଲଙ୍କୀୟ ନାଗରିକଙ୍କ ଶରଣ ଦେବାକୁ ଖାରଜ କରିଛି। 2015ରେ ଗିରଫ ହୋଇ UAPSA ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏକ ବ୍ୟକ୍ତିଙ୍କୁ ଦାବି କରିଥିଲେ ଯେ ଶ୍ରୀଲଙ୍କାକୁ ଫେରାଇଲେ ତାଙ୍କ ହତ୍ୟା କରାଯିବ। କିନ୍ତୁ କୋର୍ଟ କହିଛି ଯେ ଆମେ ଏଠାରେ 140 କୋଟି ଲୋକ ସହିତ ସଂଘର୍ଷ କରୁଛୁ, ସମସ୍ତଙ୍କୁ ଶରଣ ଦେବା ସମ୍ଭବ ନୁହେଁ। ତାଙ୍କୁ ଅନ୍ୟ ଦେଶକୁ ଯିବାର ପରାମର୍ଶ ଦିଆଯାଇଛି। ଅଣନାଗରିକଙ୍କୁ ଓଡ଼ିଶାରୁ ତଡ଼ାଇବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଖୋଜି ଖୋଜି ଅଣନାଗରିକଙ୍କୁ ବାହାର କରାଯିବ, କାହାକୁ ଛଡ଼ା ଦିଆଯିବ ନାହିଁ। STFକୁ ନୋଡାଲ ଏଜେନ୍ସି ଭାବେ ନିଯୁକ୍ତି କରାଯାଇଛି, ଯାହାର DIG ପିନାକୀ ମିଶ୍ର ନେତୃତ୍ୱ ନେଇଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର। ଜିଲ୍ଲା ପ୍ରଶାସନ, ତଟ ସୁରକ୍ଷିତ ବାହିନୀ ଓ ଅନ୍ୟାନ୍ୟ ଏଜେନ୍ସି ସହ ଯୋଗାଯୋଗ କରାଯାଇଛି। ମନ୍ତ୍ରୀ ଜଣାଇଛନ୍ତି ଏହି ପ୍ରକ୍ରିୟାରେ ନିଷ୍ଠାର ସହିତ ଜାରି ରଖାଯିବ। ସନ୍ଦେହାସ୍ପଦ ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନୀ ସେନା ମେ 8ରେ ଅମୃତସର ସ୍ୱର୍ଣ୍ଣ ମନ୍ଦିର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିବାର ଚେଷ୍ଟା କରିଥିଲା। ମେଜର ଜେନେରାଲ କାର୍ତ୍ତିକ ସିଂ ସେଦାର୍ସି ଜଣାଇଛନ୍ତି ଯେ ଭାରତୀୟ ସେନା ଏହି ଆକ୍ରମଣକୁ ସଫଳତାର ସହିତ ବିଫଳ କରିଦେଇଛି। ସେ କହିଛନ୍ତି ପାକିସ୍ତାନୀ ମାନବାହୀନ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଧମକ ସ୍ଥାନ ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମେ ସେନା ପୂର୍ବରୁ ସତର୍କ ରହି ସମସ୍ତ ଆକ୍ରମଣ ନିଷ୍କ୍ରିୟ କରିଛି। ଭାରତର ବାୟୁସେନା ପାକିସ୍ତାନୀ ଡ୍ରୋନ୍ ଓ କ୍ଷେପଣାସ୍ତ୍ରଗୁଡ଼ିକ ଗୁଳି କରି ନଷ୍ଟ କରିଥିବା ବେଳେ ସମ୍ପୂର୍ଣ୍ଣ ମନ୍ଦିରକୁ କୌଣସି କ୍ଷତି ହୋଇନାହିଁ। କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୋମବାର କହିଛନ୍ତି ଯେ ଇଷ୍ଟର୍ନ ଜଳ ଚୁକ୍ତି ସ୍ଥଗିତ ହେବା ରାଜସ୍ଥାନ, ହରିୟାଣା ଓ ପଞ୍ଜାବ ଓ ହିମାଚଳ ପ୍ରଦେଶ କୃଷିଙ୍କ ପାଇଁ ବଡ଼ ସୁଯୋଗ ଆଣିବ। ଦେଶବ୍ୟାପୀ କୃଷି ଗୋଷ୍ଠୀଙ୍କ ସହ ଆଲୋଚନା ସମୟରେ ତାଙ୍କୁ ଏହି କଥା କହିଛନ୍ତି। ଚୌହାନ କହିଛନ୍ତି ପାକିସ୍ତାନକୁ ଜଳ ଯିବା ଭାରତୀୟ କୃଷିଙ୍କର ପ୍ରତି ଅନ୍ୟାୟ। ଏହି ଜଳ ସର୍ବୋତ୍ତମ ବ୍ୟବହାର ପାଇଁ ଏକ ସମ୍ପୂର୍ଣ୍ଣ ପଦକ୍ଷେପ ନିଆଯିବ। ତାଙ୍କ ମତରେ ଏହି ଚୁକ୍ତି ସ୍ଥଗିତ କରିବା ଏକ ଐତିହାସିକ ନିଷ୍ପତ୍ତି। ଏହି ସମ୍ବନ୍ଧରେ ପ୍ରଶାସନ କୃଷି ପ୍ରତିନିଧିମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସୋମବାର ପରାମର୍ଶ ନେଇଛନ୍ତି। ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଝଡ଼ ବର୍ଷା ଚେତାବନୀ। ଆସନ୍ତା 4 ଦିନ ଯାଏଁ 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ରାଜ୍ୟର ଝଡ଼ ବର୍ଷା ପ୍ରକୋପ କମିଥିବା ସତ୍ତ୍ୱେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଭୁବନେଶ୍ୱରରେ ଗୁଳୁଗୁଳି ଜାରି। ସୋମବାର ସକାଳେ ରାଜଧାନୀରେ ଆର୍ଦ୍ରତା 64.5% ଏବଂ ତାପମାତ୍ରା 33 ଡିଗ୍ରୀ ସେଲସିୟସ୍ ରହିବ। ପାଣିପାଗ ବିଭାଗ ଆସନ୍ତା 23 ମେ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି ରହିଛି। ଆଜି 9 ଜିଲ୍ଲା ଏବଂ 21 ମେ 16 ଜିଲ୍ଲାକୁ ଝଡ଼ ବର୍ଷା ଚେତାବନୀ ଜାରି ହୋଇଛି। ପାଣିପାଗ ବିଭାଗ ଅନୁସାରେ 22-23 ମେରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ CBSEର ବଡ଼ ପଦକ୍ଷେପ। ସ୍କୁଲରେ ଗଠନ ହେବ ସୁଗାର ବୋର୍ଡ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବୋର୍ଡ ସ୍କୁଲଗୁଡ଼ିକ ପାଇଁ ଏକ
ସରକାର ଜାରି କରିଛି, ଯାହା ଅନୁଯାୟୀ ମିଠା ଖାଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ ପିଲାମାନଙ୍କୁ ସଚେତନ କରିବା ପାଇଁ ଏକ ସୁଗାର ବୋର୍ଡ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। CBSEର ଏହି ନୂତନ ପଦକ୍ଷେପ ଲକ୍ଷ୍ୟ ହେଉଛି ପିଲାମାନଙ୍କ ସ୍ୱାସ୍ଥ୍ୟ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ କରିବା। କେନ୍ଦ୍ରୀୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି IAS ଅଧିକାରୀଙ୍କ ଇ-ସିଭିଲ୍ ଲିଷ୍ଟ 2025 ଉନ୍ମୋଚନ କରିଛନ୍ତି। ଏହି ଡିଜିଟାଲ ପୁସ୍ତକରେ ସାରା ଦେଶର ସକ୍ରିୟ IAS ଅଧିକାରୀଙ୍କ ବିସ୍ତୃତ ତଥ୍ୟ ରହିଛି। ଡକ୍ଟର ସିଂ କହିଛନ୍ତି, IAS ଦେଶର ଉତ୍ତର ମସ୍ତିଷ୍କକୁ ଆକର୍ଷଣ କରୁଛି, ଏହି ପ୍ରଶାସନକୁ ମଜବୁତ କରୁଛି ଏବଂ ଏହି ଲିଷ୍ଟରେ ପଦର୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ। ଏଥିରେ ଅଧିକାରୀଙ୍କ ନାଁ, ବ୍ୟାଚ୍, କ୍ୟାଡର ବ୍ୟବସ୍ଥାର ଶ୍ରେଷ୍ଠ ଶିକ୍ଷାଗତ ଯୋଗ୍ୟତା ଓ ଅବସର ତାରିଖ ସହିତ 1969 ଠାରୁ ନିଯୁକ୍ତି ତଥ୍ୟ ରହିଛି। ମନ୍ତ୍ରୀ AI ଆଧାରିତ ସର୍ଚ୍ଚ ଏବଂ ନିୟମିତ ଅଦ୍ୟତନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସିଭିଲ୍ ଲିଷ୍ଟର 70ତମ ସଂସ୍କରଣ ଏବଂ ପଞ୍ଚମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ରୂପେ ଉପଲବ୍ଧ। ଗଞ୍ଜାମ ଜିଲ୍ଲାର ପ୍ରଶାସନ ଫ୍ୟାସିଲିଟେଟର ପଦ ପାଇଁ ନିଯୁକ୍ତି ଆବେଦନ ଆଜି 16 ମେ ଆରମ୍ଭ କରିଛି। ଯୋଗ୍ୟ ପ୍ରାର୍ଥୀମାନଙ୍କ 14 ଜୁନ୍ 2025 ମଧ୍ୟରେ ଅଫିସିଆଲ ୱେବସାଇଟରେ ganjam.odisha.gov.in ରେ ଅନଲାଇନ୍ ଆବେଦନ କରିପାରିବେ। ଯୋଗ୍ୟତା କୃଷି ଉଦ୍ୟାନରେ ସ୍ୱତନ୍ତ୍ର କିମ୍ବା ସ୍ନାତକୋତ୍ତର ଡିଗ୍ରୀ ସହ 5 ବର୍ଷ ଅଭିଜ୍ଞତା ଥିବା ଦରକାର। ବେତନ ମାସିକ 17,000 ଟଙ୍କା। ଆବେଦନ ଶୁଳ୍କ ନାହିଁ। ସମ୍ପୂର୍ଣ୍ଣ ବିବରଣୀ ପାଇଁ ଜିଲ୍ଲା ପ୍ରଶାସନ ନୋଟିଫିକେସନର ଡାଉନଲୋଡ୍ କରନ୍ତୁ। ଏମ୍ସ ଭୁବନେଶ୍ୱରରେ 8 ଜଣ ଜୁନିୟର ରେସିଡେଣ୍ଟ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି, ଯାହା 20 ମଇରୁ ଆରମ୍ଭ ହୋଇ 29 ମଇ 2025 ପର୍ଯ୍ୟନ୍ତ ଚାଲିବ। ଏଥିରେ 2 ଜଣ ଅନ୍ୟ ବିଭାଗ ଏବଂ 6 ଜଣ ବର୍ଗ ସେଣ୍ଟ୍ରି ପାଇଁ ନିଯୁକ୍ତି ହେବେ। ଆବେଦନକାରୀଙ୍କୁ MBBS ଡିଗ୍ରୀ ରହିବା ଆବଶ୍ୟକ ହେବ ଏବଂ ସଫଳ ପ୍ରାର୍ଥୀଙ୍କୁ ପେ ମ୍ୟାଟ୍ରିକ୍ସ ଲେଭଲ 10 ଅନୁଯାୟୀ ମାସିକ 56,100 ଟଙ୍କା ବେତନ ମିଳିବ। ଆବେଦନ ଶୁଳ୍କ ଭାବରେ ସାଧାରଣ OBC ପ୍ରାର୍ଥୀ 1,500 ଟଙ୍କା, EWS ST SC ପ୍ରାର୍ଥୀଙ୍କୁ 1,200 ଟଙ୍କା ଦେବାକୁ ପଡ଼ିବ, ଯେଉଁଥିରେ PWBD ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ଆବେଦନକାରୀଙ୍କୁ ଏମ୍ସ ଭୁବନେଶ୍ୱର ଅଧିକାରୀ ୱେବସାଇଟରେ ଅନଲାଇନରେ ଆବେଦନ କରିପାରିବେ। UPI ୟୁଜରଙ୍କ ପାଇଁ ପେଟିଏମ୍ ଆପ୍ ନୂଆ ହାଇଡ୍ ପେମେଣ୍ଟ ଫିଚର ଯୋଡ଼ିଛି। ଏହି ପ୍ରାଇଭେଟ୍ ଫିଚର ଜରିଆରେ ଆପଣ ପେଟିଏମ୍ରୁ କରାଯାଇଥିବା ଟ୍ରାଞ୍ଜାକ୍ସନକୁ ଲୁଚାଇ ପାରିବେ। ଏହି ଫିଚର ସେମାନଙ୍କ ପାଇଁ ଯେଉଁମାନେ ଚାହୁଁଛନ୍ତି ଯେ ତାଙ୍କର ପେଟିଏମ୍ ଆପ୍ରୁ କରାଯାଇଥିବା ଟ୍ରାଞ୍ଜାକ୍ସନ କାହାକୁ ଜଣାପଡ଼ୁ। ଏହି ଫିଚର ବ୍ୟବହାର କରି ପେଟିଏମ୍ ୟୁଜର ନିଜ ପେମେଣ୍ଟ ହିଷ୍ଟ୍ରି, ଯାହା ନିଜେ ସ୍ପେଣ୍ଡ ହିଷ୍ଟ୍ରି ପାଇ କରିପାରିବେ।